2025 ଜାନୁଆରୀ 3 ତାରିଖ ଦିନ ଦୟା ନଦୀର ଦୂଷିତ ଜଳ ପିଇ କଣାସ ବ୍ଲକ ନୂଆଗାଁ ଗ୍ରାମରେ ଝାଡ଼ାବାନ୍ତି ଆରମ୍ଭ ହୋଇଥିଲା। ଏହି ଝାଡ଼ାବାନ୍ତି ଧୀରେ ଧୀରେ ପାଖ ଗ୍ରାମ ନଈକୂଳ ପାଟଣା, ଗଣେଶଗୋଦା, ଜାଗୁଳେଇ ପଦର, ଗୋପୀନାଥପୁର, କାଳପଦର ଆଖପାଖ ଗ୍ରାମକୁ ବ୍ୟାପି ଦୀର୍ଘ 2 ମାସ କାଳ ଝାଡ଼ାବାନ୍ତି ଲାଗି ରହି 7 ଜଣଙ୍କର ମୃତ୍ୟୁ ହୋଇଥିଲା, ଯାହାଫଳରେ କି ରାଜ୍ୟ ପ୍ରଶାସନ ଓ ଜିଲ୍ଲା ପ୍ରଶାସନର ମୁଣ୍ଡବ୍ୟଥାର କାରଣ ହୋଇଥିଲା। ପ୍ରଶାସନ ପକ୍ଷରୁ ନଦୀକୂଳବାସୀଙ୍କୁ ଦୟା ନଦୀ ଜଳ ବ୍ୟବହାର ନ କରିବାକୁ ସଚେତନ କରାଯାଇଥିଲା। ପୁଣି ତାର 1 ବର୍ଷ ପରେ ଗତ 4-5 ଦିନ ହେଲା ନୂଆଗାଁ ଗ୍ରାମରେ ଝାଡ଼ାବାନ୍ତି ଆରମ୍ଭ ହୋଇ କଣାସ ବ୍ଲକ ପାଣ୍ଡିଆକେରା ଗ୍ରାମ ପଞ୍ଚାୟତ ପାଣ୍ଡିଆକେରା ଗ୍ରାମର ମାଗୁଣୀ ବଳିଆର ସିଂଙ୍କ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ମୃତ୍ୟୁ ହୋଇଛି। ଚଳିତ ବର୍ଷର ଝାଡ଼ାବାନ୍ତିରେ ପ୍ରଥମ ମୁଣ୍ଡ ଗଡ଼ିଥିବା ଜଣାପଡ଼ିଛି। ମୁଁ ଆଗରେ ଆଜ୍ଞା ତାଙ୍କର ଜୋଇ ମାଗୁଣୀ ବଳିଆର ସିଂ ଏକ୍ସପାୟାର କରି ଯାଇଛନ୍ତି। ବର୍ତ୍ତମାନକୁ ଝାଡ଼ା ବାନ୍ତିରେ କଣ କହିବେ କଣ ବର୍ତ୍ତମାନକୁ ଆମେ ଯଦି ପ୍ରଶାସନକୁ ଏତିକି ନିବେଦନ କରିବୁ ଯେ ଆପଣ ମାନଙ୍କର ଯୋଉ ପ୍ରୋଜେକ୍ଟ ଅଛି ସାଧାରଣ ଲୋକଙ୍କ ପାଇଁ ସେତକ ସୁବିଧା ସହଯୋଗରେ ଯୋଗାଇ ଦିଆଯାଉ, ନଚେତ ଏମିତି ଆମର ବାପା ଭଳିଆ ବି 50 ଲୋକ ଏ ଗାଁରୁ ବି ମରିଯାଇ ପାରନ୍ତି କି 100 ଲୋକ ବି ମରିଯାଇ ପାରନ୍ତି। ଗଲା ବର୍ଷ ଏଇ ଦିନେ ବି ଏଇ ସମୟରେ ଏଇ କାମ ହେଇଥିଲା, ଏଇ ଜିନିଷ ହେଇଥିଲା, ମରିଥିଲେ। ବର୍ତ୍ତମାନକୁ ଆମେ ଯଦି ସରକାର ମେଡିକାଲକୁ ପେସେଣ୍ଟକୁ ନେଇକି ଯାଉଛୁ ସେଠି ଅଧଘଣ୍ଟାରେ ଚିକିତ୍ସା ହେବା କଥା ଏଠି 5 ଘଣ୍ଟା 7 ଘଣ୍ଟା 10 ଘଣ୍ଟା ଲାଗୁଛି। କହୁଛନ୍ତି ଯେ ଆମ ପାଖରେ ବେଡ୍ ନାହିଁ, ଆପଣ ବାରଣ୍ଡାରେ ଅପେକ୍ଷା କରନ୍ତୁ, ଆମେ ତାପରେ ବେଡ୍ ପାଇଲେ ଆପଣଙ୍କୁ ରିସିଭ୍ କରିବୁ। ସେତେବେଳକୁ ଆମ ବାପା କି ଆମ ପେସେଣ୍ଟ ବଞ୍ଚିକି ଥିଲେ ଯେ ଆମେ ଆପଣ ଆମ ବାପାଙ୍କୁ ବେଡ୍ରେ ଆଡମିସନ କରିବେ। ତ ସରକାରଙ୍କୁ ଏତିକି ଗୋଟିଏ ନିବେଦନ, ଆପଣ ଯେମିତି ଭୋଟ ନେଲା ବେଳେ ହାତ ପାତି ମାଗି ଦେଉଛନ୍ତି, ବର୍ତ୍ତମାନକୁ ଆମକୁ ଭୋଟ ଦିଅନ୍ତୁ, ଆମେ ଆପଣଙ୍କ ଦୁଃଖ ସବୁ ଜିନିଷ ବୁଝିପାରିବୁ। ସେଇ ହିସାବରେ ଆପଣ ସାଧାରଣ ଲୋକଙ୍କର ଦୁଃଖ ଦୁର୍ଦଶା ଦୂର କରନ୍ତୁ। ଯୋଉ ମେଗା ପ୍ରୋଜେକ୍ଟ ପାଣି ବ୍ୟବସ୍ଥା କରୁଛନ୍ତି ତାକୁ ତୁରନ୍ତ ଲୋକଙ୍କୁ ଦିଆଯାଉ। ଆପଣ ଆମର ନଦୀରେ ଗ୍ରାମବାସୀ ଟୋଟାଲ ଡିପେଣ୍ଡ କରନ୍ତି ସେ ନଦୀରେ, ସେ ନଦୀର ପାଣିକୁ ଦୂଷିତ କରି ଦେଖାଯାଆନ୍ତୁ। ବର୍ତ୍ତମାନ ଦେଖନ୍ତୁ ଏଇ ହେଉଛି ଅସୁବିଧା। ସୂଚନା ଅନୁସାରେ ଗତ 4-5 ଦିନ ହେଲା ପାନୀୟ ଜଳ ଅଭାବ ଯୋଗୁଁ ଦୟା ନଦୀ ଜଳ ବ୍ୟବହାର କରି ନୂଆଗାଁ ଗ୍ରାମରେ ଝାଡ଼ାବାନ୍ତି ଆରମ୍ଭ ହୋଇ 5ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ହୋଇଥିଲେ। ଏନେଇ ଶନିବାର ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ନଳକୂଅ ଓ ଗଭୀର କୂଅରେ ବ୍ଲିଚିଂ ପକାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ୱାସ୍ଥ୍ୟ କର୍ମଚାରୀ, ଡାକ୍ତର ଓ ଏବଂ ଆଶାକର୍ମୀ ନୂଆଗାଁରେ ପହଞ୍ଚି ଝାଡ଼ାବାନ୍ତି ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କୁ ଚିକିତ୍ସା କରିବା ସହିତ ନଳକୂଅ ଓ ଗଭୀର କୂଅରେ ବ୍ଲିଚିଂ ପକାଇ ଦୟା ନଦୀର ଦୂଷିତ ଜଳକୁ ବ୍ୟବହାର ନ କରିବା ପାଇଁ ସଚେତନ କରାଇଥିଲେ। ବିଡିଓଙ୍କ ନିର୍ଦ୍ଦେଶ କ୍ରମେ ସ୍ଥାନୀୟ ଜଳ ଯୋଗାଣ ବିଭାଗ ପକ୍ଷରୁ ଝାଡ଼ାବାନ୍ତି ଲାଗିଥିବା ଗ୍ରାମ ଏବଂ ଆଖପାଖ ଗ୍ରାମରେ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଣ ହୋଇଛି। ଗଣେଶଗୋଦା ଓ ଗୋପୀନାଥପୁର ସରପଞ୍ଚ ରେଙ୍ଗୁରା ମାଧ୍ୟମରେ ଦୟା ନଦୀର ଦୂଷିତ ଜଳ ବ୍ୟବହାର ନ କରିବା ପାଇଁ ସଚେତନ କରାଇଥିଲେ। କିନ୍ତୁ ଶନିବାର ଝାଡ଼ାବାନ୍ତିରେ ଚିକିତ୍ସାଧୀନ ଅବସ୍ଥାରେ ନୂଆଗାଁରେ ପ୍ରଥମ ମୁଣ୍ଡ ଗଡ଼ିଥିବାରୁ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି। ପାଣ୍ଡିଆକେରା ଗ୍ରାମର ମାଗୁଣୀ ବଳିଆର ସିଂ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ପ୍ରଥମେ କଣାସ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ହେବା ପାଇଁ ଆସିଥିବା ବେଳେ ଅବସ୍ଥା ଖରାପ ଥିବାରୁ ପୁରୀ ଡାକ୍ତରଖାନାକୁ ପଠାଇ ଦିଆଯାଇଥିଲା। ପୁରୀରୁ ଅଧିକ ଚିକିତ୍ସା ପାଇଁ କଟକ ଏସ୍ସିବି ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ପରିବାର ଲୋକେ ସୂଚନା ଦେଇଛନ୍ତି। ମୋ ନାଁ ହେଉଛି ରାଜରଞ୍ଜନ ପ୍ରଧାନ, ମୋ ବାପା ନାଁ ହେଉଛି ଭୀମସେନ ପ୍ରଧାନ। କଣ ହେଇଥିଲା ଆଜି କଣ ଘଟଣା ଘଟିଛି? ଆଜି ସମସ୍ତଙ୍କ ଆଖିରେ ଲୁହ, ସମସ୍ତଙ୍କ ଘରକୁ ଶୋକର ଛାୟା ଖେଳିଯାଇଛି। କଣ କହିବ କଣ ଘଟଣା ଘଟିଛି? ମୋ ଅଜାଙ୍କର ଦେହ ବହୁତ ସିରିୟସ ଥିଲା, ଯେହେତୁ ଗାଁର ପାଣି ବହୁତ ଦୂଷିତ। ଗାଁର ପାଣି ଭଲସେ ପିଇବା ପାଇଁ ଆମେ ନଦୀରୁ ପାଣି ଆଣିବୁ, ଟାଇମ ପାଣି ଆସିବ, ସେ ଟାଇମରେ ଘଣ୍ଟାଟେ ପରେ ସେ ପଳେଇବ। ତାପରେ ଲୋକ ଯିଏ ପାଣି ପିଇବ କି ଗାଧୁଆ ଗାଧି କରିବ ସେ ତ ଅବଭିୟସଲି ସେ ନଦୀ ପାଣିରେ ହିଁ ଯିବ ନା, ଗାଧୁଆ ଗାଧି କରିବ, ପାଣି ପିଇବ, ସେଇ ପାଣିରେ ହିଁ ରୋଷେଇବାସ ହବ। ଯେହେତୁ ସେ ଜଳ ଦୂଷିତ ତ ଆମ ଶରୀର ମଧ୍ୟକୁ ସେ ଦୂଷିତ ଜଳ ଯାଉଛି। ତ ଯେହେତୁ ଯାହା ଫଳରେ କି ଡାଇରିଆ ଭଳିଆ ବହୁତ ସାରା ରୋଗ ହଉଛି, ସଂକ୍ରମିତ ରୋଗ ବି ମଧ୍ୟ ହଉଛି, ସ୍କିନ୍ ଡିଜିଜ ମଧ୍ୟ ହଉଛି, ଯେମିତି କି ଆମର ରୁପି ହଉଛି, ଯେମିତି କୁଣ୍ଡିଆଣି ହଉଛି, ବହୁତ ସାରା ଜିନିଷ ହଉଛି। ତ ଯେହେତୁ ପ୍ରଶାସନ ଗୋଟେ ଅଛନ୍ତି, ସେମାନେ ଯେହେତୁ ସବୁ ଜିନିଷ କରୁଛନ୍ତି, ଭୋଟ ପାଇଁ କେବଳ ଆସି ଯାଉଛନ୍ତି, ଭୋଟ ପାଇଁ ଆସୁଛନ୍ତି, କହୁଛନ୍ତି ଆମେ ବହୁତ ସୁସ୍ଥ ମାନେ ପାନୀୟ ଜଳ ଦେବୁ, ଆପଣଙ୍କୁ ଯୋଗେଇ ଦେବୁ, ଆପଣଙ୍କର ଦେହର ଚିକିତ୍ସା ପାଇଁ ଆମେ ଆଶାଦିଦି ମାନଙ୍କୁ ରଖିଛୁ। ହେଲେ ଆଶାଦିଦି ମାନେ କିଛି ନୁହନ୍ତି, ମାସକୁ ଥରେ ଆସନ୍ତି, ଭିଜିଟିଂ କରିବାକୁ ଆସନ୍ତି, ହେଲେ ଆସୁନାହାନ୍ତି। ଯେହେତୁ ସରକାର କହୁଛନ୍ତି ଘରେ ଘରେ ଜଳ ଦେଇଛନ୍ତି, ଘରେ ଘରେ କୋଉ ଜଳ ହେଇଠି ଘରେ ଘରେ ଜଳ ଲାଗିଛି, ହେଲେ ପାଣି ଆସୁନି। ଏଥିରେ କାହାକୁ ଦାୟୀ କରିବ ଏଥିପାଇଁ? ଦାୟୀ କାହାକୁ କରିବୁ କଣ, ଦାୟୀ ସମସ୍ତଙ୍କର ଏଠି ରହୁଛି। ପ୍ରଶାସନ ନିୟମ କରୁଛନ୍ତି, ପ୍ରଶାସନ କହୁଛନ୍ତି ଯେ ଆମେ ପ୍ରତି ଘରକୁ ମେଡିସିନ ହଉ କିମ୍ବା ଆଶା ଦିଦି ମାନଙ୍କୁ ହଉ ସମସ୍ତଙ୍କୁ ଆଲର୍ଟ କରୁଛୁ 24 ଘଣ୍ଟା। ଆଲର୍ଟ କଲେ କଣ ହବ, ଆମେ କଣ ଯାଇକି କହିବୁ? ସେମାନେ ଚାକିରି ପାଉଛନ୍ତି, ସେମାନେ ଦରମା ପାଉଛନ୍ତି, ସେମାନେ ପଇସା ଦେହରେ ଖାଉଛନ୍ତି, ଆମେ ତ କହୁନୁ ନା, ଆମେ ସାଧାରଣ ମଣିଷ ନା,
ଆମେ କହିବୁ ଯେ କିଛି ହଁ ଆମର ଦେହ କଣ ହଉଛି, ଆମ ବାପା ହଉ କି ଜେଜେ ହଉ ଅଜା ହଉ ଯାହାର ହଉ ଆମେ ମେଡିସିନ ଖର୍ଚ୍ଚ କରିକି ଦବୁ। ଆମେ ସେ ମାଗଣା ମେଡିସିନ ପାଇଁ ତ ଅନେଇକି ରହିପାରିବୁନି ନା। ଆଉ ତାକୁ ଆଣିବୁ, ତାକୁ ତାଙ୍କ ଦୁଆରେ ଲାଠି ଭାଙ୍ଗି ଠିଆ ହବୁ, ସେ ଦଉଥିବେ ନ ଦଉଥିବେ, ଆମେ ପେସେଣ୍ଟକୁ ନେଇକି ଯିବୁ ନା ସାଥିଆଦି ମେଡିସିନ। ମୋ ନାଁ ବିଷ୍ଣୁପ୍ରିୟା ବଳିଆ ସିଂ, ମୋ ମାଗୁଣି ବଳିଆ ସିଂର ଝିଅ। କଣ କହିବେ ବାପାଙ୍କର ଏଇଭଳି ଅଦିନରେ ପ୍ରାଣହାନି ଘଟିଛି, କଣ କହିବେ? ଅଦିନରେ ପ୍ରାଣହାନି ଘଟିଛି ବୋଲି ଆମେ ଆଜି ପୁରା ମର୍ମାହତ, ଯାହାକି ଆମେ ଆମ ମାଆକୁ ସମ୍ଭାଳି ପାରୁନା। ବର୍ତ୍ତମାନ ମୋ ମାଆର ଅବସ୍ଥା ବହୁତ ଖରାପ। ଆମେ ମାନେ ଏବେ କଣ କରିବୁ? ଆମ ବାପାଙ୍କ ପରି ଆଉ କେହି ମରିଯାଆନ୍ତୁ ଆମେ ଚାହୁଁନୁ। ଦେଖନ୍ତୁ ଆମେ ପାଣିର ଡିଫରେଣ୍ଟଟା ଦେଖୁଛି। ବର୍ତ୍ତମାନ ପାଣିର ଅସୁବିଧା ଲାଗି ପାଣି କିଣିକି ଆମେ ବ୍ୟବହାର କରୁଛୁ। ଯେହେତୁ ଗୋଟେ ଲୋକ ରୋଗୀ ହେଇଯାଇଛି ଆଉ ଜଣେ ରୋଗୀ ନ ହଉ, ତେଣୁକରି ଆମେ କିଣିକି ପାଣି ବ୍ୟବହାର କରୁଛୁ। ପାଣିର ନଦୀର ଜଳ ଜଣେ ଗୋଟେ ଆଣିଛି, ସାମ୍ପୁଲ ଦେଖନ୍ତୁ। ଆଉ ମୁଁ ଏଇଟା ସରକାରଙ୍କ ଉପରେ ଦାୟୀ ରଖିବି ଯେ ସରକାର କଣ ଆସିକି ଏଇ ପାଣିଟା ଆମ ଆଗରେ ପିଇ ପାରିବେ କି? ନା ସବୁଦିନ ପ୍ରତିଦିନ ଏଇ ନଦୀ ଜଳ ସରକାର ୟୁଜ କରୁଛନ୍ତି? ଯଦି ୟୁଜ କରୁନାହାନ୍ତି ତାହେଲେ ସାଧାରଣ ଜନତାକୁ ତାହେଲେ ଏଇ ଦୂଷିତ ଜଳ ଦବାର କାରଣ କଣ? ମାନେ ଲୋକଙ୍କୁ ମାରିଦବା, ଆପଣ କିନ୍ତୁ ଭୋଟ ନେଇକି ପଳେଇବେ, ତାପରେ ଲୋକ ମରିଯାଆନ୍ତୁ, ଆମର କଣ ଯାଇଅଛି? ଲୋକ ମରିଗଲା ପରେ ଆମେ ଖାଲି ଯିବୁ ଭୋଟ ମାଗିଦବୁ, ଭୋଟ ଦିଅ ଆମେ ଆପଣଙ୍କର ନଦୀ ଜଳ ପରିଷ୍କାର କରିଦେବୁ, ଆପଣ ମାନଙ୍କ ପାଇଁ ମେଗା ପ୍ରୋଜେକ୍ଟ ଦେଇଦେବୁ, ଆପଣ ମାନଙ୍କ ପାଇଁକା ଟ୍ୟାଙ୍କର ଥୋଇଦେବୁ, ସବୁ ପ୍ରକାର ବ୍ୟବସ୍ଥା କରିଦେବୁ, ମେଡିକାଲରେ ଇଏ କରିଦେବୁ, ସବୁ କରିଦେବୁ, କିନ୍ତୁ କୋଉଠି ଠିକ ନାହିଁ। ମୁଁ ମୋ ବାପାଙ୍କୁ ଯେତିକି ମେଡିକାଲରେ ବୁଲେଇଛୁ, ଆମେ ଦି ଭଉଣୀ ଯେତିକି କଲବଲ ହେଇଛୁ, ମୁଁ ଚାହୁଁନି ଆଉ କେହି ବି କଲବଲ ହୁଅନ୍ତୁ। ତେଣୁକରି ଏଥିରେ ପ୍ରଶାସନ ସମସ୍ତେ ଦାୟୀ। ଏଠି ସରକାର ତ ବେଶୀ ଦାୟୀ। ସରକାର କରୁଛନ୍ତି କଣ? ଭୋଟ ନେଇକି ବସି ପଡିବ ଉପର ଅଫିସରରେ, ଏସି ରୁମ ରେ ବସି ପଡୁଛ ତ ଜନସାଧାରଣ କେମିତି କଲବଲ ହଉଛନ୍ତି ଦେଖିବ କଣ? ଯୋଉ ଏସି ରୁମ ରୁ ଟିକେ ବାହାରକୁ ଆସ, ଖରାରେ ତରାରେ ଟିକେ ବୁଲ, ଜାଣିବ ଯେ ଗୋଟେ ଚାଷୀର ଦୁଃଖ କଣ। ସେ ବର୍ତ୍ତମାନ ଗୋଟେ ଭଲ ଚାଷୀ ଥିଲେ, ବର୍ତ୍ତମାନ ସେ ଚାଷୀର ପରିସ୍ଥିତି କଣ ଆସିକି ଟିକେ ଦେଖି ଯାଆନ୍ତୁ। କୋଉ ପ୍ରଶାସନ ଆଜି ଆସିକି ମାନେ ମଲା ପରେ ଆସୁଛନ୍ତି ସବୁ ପ୍ରଶାସନ, ମାନେ ପ୍ରଶାସନ ଏବେ ପଚାରୁଛନ୍ତି ଯେ ଗୋଟେ ମଣିଷ ମରିଗଲା ପରେ ପ୍ରଶାସନ ଆସିକି ପଚାରିବ ମତେ କଣ ମୋ ବାପାକୁ ଫେରେଇ ଦବ କିଏ କି? ସରକାରୀ ସ୍ତରରେ କିଏ ଆସି ପହଞ୍ଚିଲେଣି ଆପଣ? ସରକାରୀ ସ୍ତରର ମରିଗଲା ପରେ, ବଞ୍ଚିଥିଲା ତକ ଆମକୁ କେହି ପଚାରି ନାହାନ୍ତି। ଆମେ ବି ଜଣେଇବା ସ୍ତରରେ ନଥିଲୁ। ଯେହେତୁ ଗୋଟେ ପେସେଣ୍ଟ ପଡିଛି, ଆମେ ତାକୁ ଚେଷ୍ଟା କରୁଛୁ ଭଲ କରିବା ପାଇଁ। ଆମେ ପେସେଣ୍ଟ ଆସିଲେ କହିଲେ କଣ ନା ଆମକୁ ଜଣେଇଲନି, ଆମେ ଘର ଘର ଯାଇକି ବୁଲିକି କହିଥାନ୍ତୁ କିଏ ଅଛନ୍ତି ଇନକ୍ୱାରି କରୁଛନ୍ତି, ତାଙ୍କୁ ଯାଇକି କହିଥାନ୍ତୁ। କଣ ପାଇଁ କହିବୁ? ଆପଣଙ୍କର କର୍ତ୍ତବ୍ୟ କଣ? ଆପଣ ଦରମା ପାଉଛନ୍ତି, ଆପଣଙ୍କ କର୍ତ୍ତବ୍ୟ କଣ? ଆପଣ ଆସିକି ପଚାରିବେ ନା ଆମେ ଯିବୁ ଆପଣଙ୍କ ପାଖକୁ? କାହିଁକି ଯିବୁ? ତେଣୁକରି ମୁଁ କହୁଛି ପ୍ରଶାସନ ଏସି ରୁମରୁ ବାହାରିକି ଆସନ୍ତୁ, ଗୋଟେ ଚାଷୀର ଦୁଃଖ ଦେଖନ୍ତୁ, ମୋ ମାଆକୁ ଦେଖନ୍ତୁ, ମୋ ମାଆକୁ ଦେଖନ୍ତୁ। ମୋ ମା ପାଗଳି ହେଇସାରିଲାଣି, ମୋ ମାଆକୁ ଦେଖନ୍ତୁ। ବର୍ତ୍ତମାନ ମୋ ମା ଯୋଉ ଏଠୁ ଆମେ ଛାଡିକି ଯିବୁ, ତାର ଦାୟିତ୍ୱ ନବ କିଏ? ମୁଁ ଏଇଟା ଚାହୁଁଛି, ତାର ଦାୟିତ୍ୱ ନବ କିଏ? ସରକାର ନେବେ ତା ଦାୟିତ୍ୱ। ପୁରୀ ଜିଲ୍ଲା କଣାସରୁ ମାନସ କୁମାର ମାଥାଙ୍କ ରିପୋର୍ଟ, ଏଟିଭି ଓଡ଼ିଶା ଲାଇଭ୍।